ଜଳୁଥିବା ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଲଗାଇବା ଠିକ୍ ନୁହେଁ କାହିଁକି? ବନ୍ଧୁଗଣ, ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ପ୍ରକାର ଧାର୍ମିକ ମହତ୍ତ୍ୱ ସବୁ ରହିଅଛି। ଦୀପ ଜଳାଇ ଆମେ ଦେବାଦେବୀଙ୍କୁ ଆବାହନ କରିଥାଉ। ଏଥିସହ ଦେବାଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ। ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ ଏବଂ ଘରେ ସକାରାତ୍ମକ ଊର୍ଜାର ମଧ୍ୟ ସଞ୍ଚାର ଘଟିଥାଏ। ତେବେ ଜଳୁଥିବା ଦୀପରୁ ଆଉ ଏକ ଦୀପ ଜଳାଇବା ଉଚିତ ନୁହେଁ ବୋଲି କ'ଣ ଆପଣ ଏ ବିଷୟରେ ଜାଣିଛନ୍ତି କି? ହଁ ଆଜ୍ଞା, ଦୀପକୁ ନେଇ ଏଭଳି କିଛି ମହତ୍ତ୍ୱପୂର୍ଣ୍ଣ କଥା ଆପଣଙ୍କୁ ମୁଁ ଆଜି କହିବାକୁ ଯାଉଛି। ତେବେ ଗୋଟିଏ ଦୀପରୁ ଆଉ ଗୋଟିଏ ଦୀପ ଜଳାଇବା ଉଚିତ ନା ଅନୁଚିତ ଆସନ୍ତୁ ସେହି ବିଷୟରେ ଜାଣିବା। ତେବେ ଶାସ୍ତ୍ର ଅନୁସାରେ ଯେତେବେଳେ ଜଣେ ବ୍ୟକ୍ତି ଦୀପ ଜଳାଇଥାଏ, ଦୀପର ଜଳୁଥିବା ସେହି ବଳିତାରେ ଅଗ୍ନି ଦେବତା ବାସ କରିଥାନ୍ତି, ଯାହାଫଳରେ ଘରେ ଥିବା ସବୁ ନକାରାତ୍ମକ ଶକ୍ତି ସେହି ଜଳୁଥିବା ବଳିତାରେ ଏକାଠି ହୋଇଯାଇଥାନ୍ତି। ଯାହାଫଳରେ ଜଳୁଥିବା ବଳିତାରେ ନକାରାତ୍ମକ ଶକ୍ତି ଜଳିଯିବା ସହ ଘରକୁ ସକାରାତ୍ମକ ଶକ୍ତି ଆସିଥାଏ। ହେଲେ ଯଦି ସେହି ଜଳୁଥିବା ଦୀପରୁ ଯାଇ ଆଉ ଗୋଟିଏ ଦୀପ ଲଗାଇବା, ତାହେଲେ ପ୍ରଥମ ଦୀପର ବଳିତାରେ ଏକାଠି ହୋଇ ରହିଥିବା ନକାରାତ୍ମକ ଶକ୍ତି ଅନ୍ୟ ଏକ ବଳିତାକୁ ଚାଲିଯିବ। ସେହିପରି ଗୋଟିଏ ଦୀପରୁ ଆଉ ଏକ ଦୀପ ପୁଣି ଆଉ ଗୋଟେ ଦୀପ ଏହିପରି ଭାବେ ନକାରାତ୍ମକ ଶକ୍ତି ଘୂରି ବୁଲୁଥାଏ। ହେଲେ ସେହି ନକାରାତ୍ମକ ଶକ୍ତି ନଷ୍ଟ ହୋଇପାରିନଥାଏ। ତେବେ ଯଦି ଜଣେ ବ୍ୟକ୍ତି ଅନ୍ୟର ଜଳୁଥିବା ଦୀପରୁ ଅଗ୍ନି ଆଣି ନିଜ ଦୀପ ଜଳାଇଥାଏ, ତେବେ ସେହି ବ୍ୟକ୍ତିର ଜୀବନରେ ଅନେକ ପ୍ରକାର ସମସ୍ୟା ଆସିଥାଏ। ତେଣୁ କେବେବି ଅନ୍ୟର ଦୀପର ଅଗ୍ନିରେ ଦୀପ ଜଳାଇବା ଉଚିତ ନୁହେଁ। ସେହି ବ୍ୟକ୍ତିର ଜୀବନ ସହ ଯୋଡ଼ି ହୋଇ ରହିଥିବା କୌଣସି ସମ୍ପର୍କରେ ମଧ୍ୟ ଫାଟ ଆସିଥାଏ। ତେଣୁ କେବେବି ଗୋଟିଏ ଜଳୁଥିବା ଦୀପରୁ ଆଉ ଏକ ଦୀପକୁ ଲଗାନ୍ତୁ ନାହିଁ। ଏହା ଶୁଭ ହୋଇନଥାଏ। ତେବେ ଏହି କଥାକୁ ଲୋକେ କେତେ ମାତ୍ରାରେ ବିଶ୍ୱାସ କରିବେ, ତାହା ସେମାନଙ୍କ ଧାର୍ମିକ ଭାବନା ଉପରେ ନିର୍ଭର କରିଥାଏ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓକୁ ଗୋଟିଏ ଲାଇକ୍ ଏବଂ ଆମର ସତ୍ୟ ଗାଇଡର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।